आध्यात्मिक और पौराणिक विषय भिडियो देखा आपण मैंने आध्यात्मिक शक्ति चैनल को लाइक और सब्सक्राइब करंतु। राजा दशरथଙ୍କ राज्ୟରେ କାହିଁକି ମରୁଡ଼ି ପଡ଼ିଥିଲା? କାହିଁକି ରାଜା ଦଶରଥଙ୍କ ରାଜ୍ୟରେ ଗ୍ରହରାଜ ଶନିଦେବଙ୍କ କୋପଦୃଷ୍ଟି ପଡ଼ିଥିଲା? ଗ୍ରହରାଜ ଶନିଶ୍ଚର ଯାହାଙ୍କ କୋପଦୃଷ୍ଟିରେ ବିଘ୍ନ ବିନାଶନ ଗଜାନନଙ୍କ ମୁଣ୍ଡ ଭସ୍ମ ହୋଇ ଯାଇଥିଲା, ସେ କାହିଁକି ପ୍ରଭୁ ରାମଚନ୍ଦ୍ରଙ୍କ ପିତାଙ୍କ ଉପରେ କୁଦୃଷ୍ଟି ପକାଇଥିଲେ? ରାମାୟଣର ଏକ କଥା। ରାଜା ଦଶରଥଙ୍କ ତିନି ରାଣୀ କୌଶଲ୍ୟା, ସୁମିତ୍ରା ଏବଂ କୈକେୟୀଙ୍କ ଗର୍ଭରୁ ଗୋଟିଏ ବି ସନ୍ତାନ ଜନ୍ମ ନେଲେ ନାହିଁ। ସୂର୍ଯ୍ୟବଂଶର ବଂଶରକ୍ଷା ପାଇଁ ରାଜା ଦଶରଥ ପୁଣି ଆହୁରି 750 ରାଣୀଙ୍କୁ ବିବାହ କଲେ। ସେମାନଙ୍କ ସହ ରାଜା ଦଶରଥ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ କାମଭୋଗରେ ଲିପ୍ତ ରହିଲେ। ତଥାପି 750 ରାଣୀଙ୍କ ଠାରୁ ମଧ୍ୟ କୌଣସି ବି ସନ୍ତାନ ଉତ୍ପନ୍ନ ହେଲେ ନାହିଁ। ତେଣୁ ରାଜା ଦଶରଥ ସନ୍ତାନ ଉତ୍ପତ୍ତି ନିମନ୍ତେ ସେମାନଙ୍କ ସହ ଅହରହ କାମଭୋଗରେ ଲିପ୍ତ ରହିଲେ। ଏଣେ ରାଜା ରାଜ୍ୟର ଦାୟିତ୍ୱ କିଛି ବୁଝିଲେ ନାହିଁ। ରାଜ୍ୟର ସଚିବମାନଙ୍କ ହାତରେ ସେ ରାଜ୍ୟର ଦାୟିତ୍ୱ ପ୍ରଦାନ କଲେ। ଫଳରେ ରାଜ୍ୟରେ ସଚିବମାନଙ୍କ ଅବହେଳିତ କର୍ମ ଯୋଗୁଁ ଦାନ, ଧର୍ମ, ଯଜ୍ଞ ଏବଂ ପୂଜାର୍ଚ୍ଚନା ଆଦି କର୍ମ ହୋଇପାରିଲା ନାହିଁ। ଏଣେ ରାଜା ଦଶରଥ ରାଣୀମାନଙ୍କ ସହ କାମଭୋଗରେ ମାତିଥିବାରୁ ଗ୍ରହରାଜ ଶନିଶ୍ଚର ରାଜା ଦଶରଥଙ୍କ ଜାତକରେ ରୋହିଣୀ ନକ୍ଷତ୍ରକୁ ଦୃଷ୍ଟି କଲେ। ଜାତକରେ ରୋହିଣୀ ନକ୍ଷତ୍ରରେ ଶନିଙ୍କ ଦୃଷ୍ଟି ଦେବା ଅତି ଖରାପ ହୋଇଥାଏ। ଯେହେତୁ ରାଜାଙ୍କ କର୍ମର ପ୍ରଭାବ ମଧ୍ୟ ରାଜ୍ୟ ଉପରେ ପଡ଼ିଥାଏ, ତେଣୁ ରାଜା ଦଶରଥଙ୍କ ପାପକର୍ମର ପ୍ରଭାବ ସମଗ୍ର ରାଜ୍ୟ ଉପରେ ପଡ଼ିଲା। ଶନିଙ୍କ କୋପଦୃଷ୍ଟି ଯୋଗୁଁ ଅଯୋଧ୍ୟାରେ ବର୍ଷା ଜଳ ପଡ଼ିଲା ନାହିଁ। ଯେଉଁ ବର୍ଷା ଅଯୋଧ୍ୟାରେ ପଡ଼ୁଥିଲା, ସେହି ବର୍ଷା ଶନିଙ୍କ କୋପଦୃଷ୍ଟି ଯୋଗୁଁ ଭସ୍ମ ହୋଇଯାଉଥିଲା। ବର୍ଷା ନ ହେବା ଦ୍ୱାରା ସମସ୍ତ ବୃକ୍ଷଲତା ଖାଦ୍ୟ ଗ୍ରହଣ କରିପାରିଲେ ନାହିଁ। ସେମାନଙ୍କ ପତ୍ର ସବୁ ଶୁଖି ଝଡ଼ିଗଲା, ଆଉ ସେମାନେ ମରିଗଲେ। ଜୀବଜନ୍ତୁମାନେ ଖାଦ୍ୟ ଏବଂ ଜଳ ବିନା ମୃତ୍ୟୁ ଲାଭ କଲେ। କ୍ଷେତରେ ଆଉ ଧାନ ଫସଲ ମଧ୍ୟ ଫଳିପାରିଲା ନାହିଁ। ଚାରିଆଡ଼େ ମରୁଡ଼ି ହୋଇଗଲା ଏବଂ ଜୀବମାନେ ହାହାକାର ଡାକିଲେ। ରାଣୀମାନଙ୍କ ସହ କାମଭୋଗରେ ମାତିଥିବା ରାଜା ଦଶରଥ ଯେତେବେଳେ ଏହି କାମଭୋଗ ନିଶାରୁ ମୁକ୍ତ ହୋଇ ରାଜ୍ୟର ଦୁର୍ଦ୍ଦଶା ବିଷୟରେ ଜାଣିପାରିଲେ, ରାଜା ଦଶରଥ ନିଜର ରଥକୁ ନେଇ ଇନ୍ଦ୍ରଭୁବନକୁ ଗଲେ। ଦଶରଥ ରାଗରେ ଇନ୍ଦ୍ରଭୁବନର ଦ୍ୱାରରେ ରହି ଦ୍ୱାରପାଳକୁ କହିଲେ, ରେ ଦ୍ୱାରୀ, ତୁମ୍ଭର ସ୍ୱାମୀ ଇନ୍ଦ୍ରଦେବଙ୍କୁ ଡାକନ୍ତୁ, ମୁଁ ଆଜି ତାଙ୍କ ସହିତ ଯୁଦ୍ଧ କରିବି। କେଉଁ ସାହସରେ ସେ ଅଯୋଧ୍ୟାର ଆକାଶରେ ବର୍ଷା କରୁନାହାନ୍ତି? ଆଜି ତାଙ୍କର ପ୍ରାଣ ମୁଁ ନେଇଯିବି। ଦଶରଥଙ୍କ ଗର୍ଜନ ବାଣୀ ଶୁଣି ଇନ୍ଦ୍ରଦେବ ସ୍ୱୟଂ ଦଶରଥଙ୍କ ନିକଟକୁ ଆସିଲେ। ଇନ୍ଦ୍ରଦେବ ଦଶରଥଙ୍କୁ କହିଲେ, ହେ ରାଜନ୍, ତୁମ୍ଭ ରାଜ୍ୟରେ ବର୍ଷା ନ ହେବାର କାରଣ ମୁଁ ନୁହେଁ। ମୁଁ ତ ମୋର କାର୍ଯ୍ୟ ସମ୍ପାଦନ କରି ପୃଥିବୀର ସମସ୍ତ ସ୍ଥାନରେ ବର୍ଷା କରୁଅଛି। ଏହାର କାରଣ ହେଉଛି ତୁମ୍ଭର ପାପକର୍ମ ଯୋଗୁଁ ଶନିଦେବଙ୍କ କୋପଦୃଷ୍ଟି ରୋହିଣୀ ନକ୍ଷତ୍ରରେ ତୁମ ଉପରେ ପଡ଼ୁଛି, ଯାହା ପାଇଁ ତୁମ ରାଜ୍ୟବାସୀମାନେ ଏହି ଦଣ୍ଡ ଭୋଗ କରୁଛନ୍ତି। ଏହା ଶୁଣି ରାଜା ଦଶରଥ ଶନିଙ୍କ ଭୁବନକୁ ଗଲେ ଏବଂ ଶନିଦେବଙ୍କୁ ଅନେକ ପ୍ରକାରର ସ୍ତୁତି କରି ତାଙ୍କ ରାଜ୍ୟର ଦୁଃଖ ବିଷୟରେ ଜଣାଇଲେ। ଗ୍ରହରାଜ ଶନିଦେବ ତାଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ରୋହିଣୀ ନକ୍ଷତ୍ରରୁ ତାଙ୍କ ଦୃଷ୍ଟି ଫେରାଇ ନେଲେ। ଶନିଙ୍କ କୋପ ଶାନ୍ତ ହେବା ଯୋଗୁଁ ଇନ୍ଦ୍ରଙ୍କ ମେଘମାଳାମାନେ ଅଯୋଧ୍ୟାର ଆକାଶରେ ବର୍ଷା ଜଳ ବର୍ଷଣ କଲେ। ଅଯୋଧ୍ୟାର ଚାରିଆଡ଼େ ପୁଷ୍କରିଣୀ ଏବଂ ଜଳାଶୟରେ ଜଳ ପରିପୂର୍ଣ୍ଣ ହୋଇଗଲା। ବୃକ୍ଷମାନେ ପୁଣି କଅଁଳି ଉଠିଲେ ଏବଂ ପଶୁପକ୍ଷୀମାନେ ନଦୀ ଆଉ ପୁଷ୍କରିଣୀର ଜଳ ପାନ କରି ନିଜର ତୃଷା ନିବାରଣ କଲେ। ଜଙ୍ଗଲ ଆଉ କ୍ଷେତରେ ଫଳ ଆଉ ଶସ୍ୟମାନେ ଭରପୁର ହୋଇଗଲେ। ପଶୁପକ୍ଷୀମାନେ ଏହାକୁ ଖାଇ ପୁଣି ସୁସ୍ଥ ହୋଇ ବଞ୍ଚିଲେ।